ଏହି ଖରା ଗରମରେ ଯଦି ପାଟିକୁ କିଛି ରୁଚୁ ନାହିଁ ତ ଏକଦମ ବେଷ୍ଟ ରେସିପି ପାଇଛନ୍ତି ଆପଣମାନେ। ଏହାକୁ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ, ଦେଖିବେ ପାଟିକୁ କିଛି ରୁଚୁ ନଥିଲା ଲୋକ ମଧ୍ୟ 2ରୁ 3 ଥାଲି ଭାତ ସେମିତି ହିଁ ଖାଇଯିବେ। ଡାଲି ତରକାରୀ ତ ଏବେ କିଛି ବି ପସନ୍ଦ ଲାଗେନି, ତ ତାହା ପାଇଁ ଏହା ବେଷ୍ଟ ରେସିପି। ଦର୍ଶକ ବନ୍ଧୁମାନେ, ଆଜିର ରେସିପି ଭଲ ଲାଗିଲେ ଗୋଟେ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ କରିବା ଭୁଲିବେନି। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ପ୍ରଥମେ ଗୋଟେ କଢ଼େଇକୁ ଭଲ ଭାବରେ ଗରମ କରି ଏଠି ଆଡ୍ କରୁଛି ମୁଁ ତେଲ ଗୋଟେ ଛୋଟ ଚାମଚ। ଏଠି ଗୋଟେ ଛୋଟ ଚାମଚ ସୋରିଷ ତେଲ ବ୍ୟବହାର କରିଛି। ଆପଣମାନେ ଚାହିଁଲେ ରିଫାଇଣ୍ଡ ତେଲ ମଧ୍ୟ ବ୍ୟବହାର କରିପାରିବେ। ତ ଏଠି ଦେଖନ୍ତୁ କିଛି କଳା ରସୁଣକୁ ହାଲୁକା ଛେଚି ନେଇଛି। ଏବେ ଆମେ ଏହାକୁ ଗୋଲ୍ଡେନ ବ୍ରାଉନ କରି ଭାଜି ନେବା। ଆଉ ରସୁଣକୁ ଗୋଲ୍ଡେନ ବ୍ରାଉନ କରି ଭାଜି ନେଇ ସାରିଲା ପରେ ଆମେ ଏହାକୁ କାଢ଼ି ନେବା। ତ କାହିଁକି କାଢ଼ୁଛନ୍ତି ପରେ ମୁଁ ଜଣେଇବି ଆପଣମାନଙ୍କୁ। ତ ଦେଖନ୍ତୁ ଏଠିରେ ଗୋଟେ ଗିନାରେ କାଢ଼ି ନେଇଛେ। ପୁଣି ସେମ୍ ତେଲରେ ଆମେ ଦେବା ଗୋଟେ ମିଡ଼ିୟମ ସାଇଜର ଟମାଟୋକୁ ଛୋଟ ଛୋଟ କାଟିକି ନେଇଛେ। ଏହାକୁ ଆଡ୍ କରି ସାରିଲା ପରେ ଏହାକୁ ଆମେ ଗୋଳେଇ ନେବା। ତ ଦର୍ଶକ ବନ୍ଧୁମାନେ, ଆଜିର ରେସିପି ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ନିଶ୍ଚୟ ଜଣାଇବେ। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି। ଦେଖନ୍ତୁ ଏଠିରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ସ୍ୱାଦରୁ ଟିକେ ବେଶୀ ଲୁଣ ଦେଇଥିବା। ତ ଏଠି ଦେଖନ୍ତୁ ଲୁଣକୁ ଭଲ ଭାବରେ ମିକ୍ସ କରି ସାରିଲା ପରେ ଏହାକୁ ଲୋ ଫ୍ଲେମ୍ରେ ସିଝିବା ପାଇଁ ଛାଡ଼ିଦେବା, ଯେମିତିକି ଆମର ଲୁଣ ଭଲ ଭାବରେ ସିଝିଯିବ। ଆଜିର ରେସିପି ଯଦି ଭଲ ଲାଗିଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ। ତ ଦେଖନ୍ତୁ 1 ମିନିଟ୍ ଗଲା ପରେ ଆମେ ଆମର ଟମାଟୋକୁ ଚେକ୍ କରି ନେବା। ଆମ ଟମାଟୋ ପୁରା ଭଲ ଭାବରେ ସିଝି ଯାଇଛି। ଏହି ଟମାଟୋକୁ ଆମେ ପ୍ୟୁରି କରିକି ମଧ୍ୟ ଆଡ୍ କରିପାରିବା, କିନ୍ତୁ ଏହିପରି କଲେ ଏହାର ଟେଷ୍ଟ ବେଶୀ ଭଲ ଆସିଥାଏ। ଆଉ ମଝି ମଝିରେ ଏହିପରି ଗୋଟେ ଗୋଟେ ଖଣ୍ଡ ପଡ଼ିଲେ ଖୁବ୍ ଭଲ ଲାଗିଥାଏ। ତ ଏଠି ଦେଖନ୍ତୁ ଟମାଟୋକୁ ପୁରା ଭଲ ଭାବରେ ମ୍ୟାଶ୍ କରି ନେବା। ତ ଆଜିର ରେସିପି କେମିତି ଲାଗୁଛି କମେଣ୍ଟରେ ନିଶ୍ଚୟ ଜଣାଇବେ। ଏଠି ଆମର ଟମାଟୋ ସବୁ ଭଲ ଭାବରେ ମ୍ୟାଶ୍ ହେଇ ସାରିଲା ପରେ ଏଠି ଆଡ୍ କରିବା ଆମେ ପାଣି। ଏଠି ମୁଁ ଆଡ୍ କରୁଛି 2.5 ଗିନା ପାଣି। କ୍ୱାଣ୍ଟିଟି ଆପଣମାନେ ନିଜ ଅନୁସାରେ କମ୍ ବେଶୀ କରିପାରିବେ। ରସୁଣ, ଟମାଟୋ ଏବଂ ପ୍ରଥମରୁ କ୍ୱାଣ୍ଟିଟିକୁ କମ୍ ବେଶୀ କରିବେ। ତ ଏଠି ଦେଖନ୍ତୁ ଅଧ ଚାମଚ ହଳଦୀ ଗୁଣ୍ଡ ଆଡ୍ କରି ସାରିଲା ପରେ କିଛି କଟା ଧନିଆ ପତ୍ର ଦେଇଦେବା, ଯେଉଁଥିରେ କି ଖୁବ୍ ଭଲ ସ୍ୱାଦ ଆସିଥାଏ। ଏବଂ ଏହି ସମୟରେ ସବୁ ଭଲ ଭାବରେ ମିକ୍ସ କରି ସାରିଲା ପରେ ଆମେ ଆଡ୍ କରିଦେବା ରସୁଣକୁ। ଯଦି ଆମେ ପ୍ରଥମରୁ ରସୁଣକୁ ଆଡ୍ କରିଥାନ୍ତା, ସେଇ ଟମାଟୋକୁ ମ୍ୟାଶ୍ କଲା ସମୟରେ ଆମର ରସୁଣ ମ୍ୟାଶ୍ ହେଇଯାଇଥାନ୍ତା ଆଉ ପାଟିରେ ଲାଗିନଥାନ୍ତା। ସେଥିପାଇଁ ଆମେ ଏହି ସମୟରେ ରସୁଣକୁ ଆଡ୍ କରି ଏହାକୁ 2ରୁ 3 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେବା। ଚାଲନ୍ତୁ ଏହାର ମସଲା ତିଆରି କରି ନେବା। ମସଲା ପାଇଁ ଏଠି ଦେଖନ୍ତୁ ମୁଁ ନେଇଛି 2 ଚାମଚ ଚଣା ଡାଲି, ଯେଉଁଟାକି ଏହାର ଥିକନେସ୍ ଆଣିଥାଏ ଆଉ ପୁରା ଭଲ ଟେଷ୍ଟ ଆସିଥାଏ ମଧ୍ୟ। ସେଥିପାଇଁ ଆମେ 1 ଚାମଚ ଧନିଆ ଆଉ 1 ଚାମଚ ଆଡ୍ କରିବା ଜିରା, ଅଧା ଚାମଚ ଆଡ୍ କରିବା ଆମେ ପାନମଧୁରୀ, କିଛି ହାଲୁକା ଟିକେ ଦେବା ମେଥି। ଏମିତି ବେଶୀ ମେଥି ଦେଇଦେଲେ କ'ଣ ହୁଏ କି ଏହା ଟିକେ ପିତାଲିଆ ଲାଗିଥାଏ। ତ ଏଠି ଦେଖନ୍ତୁ ଆମେ ଆଡ୍ କରିଦେବା 7ରୁ 8 ଖଣ୍ଡ ଏଠି ଦେଖନ୍ତୁ ଗୋଲମରିଚ ଆଡ୍ କରି ସାରିଲା ପରେ ଏଠି କିଛି ଭୃଷଙ୍ଗ ପତ୍ର ଦେଇଦେବା। ସବୁତକ ଦେଇ ସାରିଲା ପରେ ଆମେ ଗ୍ୟାସ୍କୁ ଅନ୍ କରି ଏହାକୁ ମିଡ଼ିୟମ ଫ୍ଲେମ୍ରେ ଭାଜି ନେବା। ବେଶୀ କଡ଼ା କରି ଭାଜିବାନି। ଏହାକୁ ହାଲୁକା ଫ୍ଲେଭର ଆସିଲା ପରେ ଆମେ ଏହାକୁ ଗୋଟେ ଗିନାରେ କାଢ଼ି ନେବା। ଯେମିତିକି ତାୱାରେ ଯଦି ରହିଯିବ ତାହେଲେ ଏହା ବେଶୀ ଭାଜି ହେଇଯିବ। ତ ଏଠି ଦେଖନ୍ତୁ ଆମର ଭୃଷଙ୍ଗ ପତ୍ର କେତେ ଭଲ ଭାବରେ ଭାଜି ହେଇଯାଇଛି। ଏବେ ଆମେ ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦେଇଥିଲେ। ଥଣ୍ଡା ହେଇଗଲା ପରେ ଏହାକୁ ଆମେ ଗ୍ରାଇଣ୍ଡର ଜାର୍ରେ ଭଲ ଭାବରେ ବାଟି ନେବା। ଏହା ତ ପୁରା ଭଲ ଭାବରେ ପାଉଡ଼ର ହେଇନଥାଏ, କାରଣ ଏଥିରେ ଧନିଆ ଆଉ ବାକି ସବୁ ଯେଉଁ ଜିନିଷ ରହିଛି ସେଥିପାଇଁ। ତ ଟିକିଏ ହାଲୁକା ଦରଦରା ରହିଥାଏ। ତ ଏଥିପାଇଁ ଆମର ମସଲା ରେଡ଼ି ହେଇଯାଇଛି। ଏବେ ଚାଲନ୍ତୁ ଚେକ୍ କରି ନେବା। ତ ଏଠି ଦେଖନ୍ତୁ 3ରୁ 4 ମିନିଟ୍ ଭଲ ଭାବରେ ଫୁଟିଗଲା ପରେ ଏଠିରେ ଆଡ୍ କରିବା ଆମେ କାଶ୍ମୀରୀ ଲଙ୍କା ଗୁଣ୍ଡ ଅଧ ଚାମଚ, ଭଲ କଲର୍ ମଧ୍ୟ ଆସିବ। ଆଉ ଗୋଟେ କଞ୍ଚା ଲଙ୍କାକୁ ଚିରା ପକାଇ ଆମେ ଏଥିରେ ଆଡ୍ କରିଦେବା ଆଉ ସବୁତକ ଭଲ ଭାବରେ ମିକ୍ସ କରିଦେବା। ଏହି ରେସିପିକୁ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ, ଦେଖିବେ ପାଟିକୁ ରୁଚୁ ନଥିଲା ଲୋକ ମଧ୍ୟ 2-3 ଥାଲି ଭାତ ସେମିତି ହିଁ ଖାଇଯିବେ। ତ ଏଠି ଆମେ ଆହୁରି କିଛି ସମୟ ଏହାକୁ ଫୁଟିବା ପାଇଁ ଛାଡ଼ିଦେବା। ଯେତିକି ଫୁଟିବ ଏହା ପୁରା ଟେଷ୍ଟ ସେମିତି ହିଁ ଭଲ ଆସିବ। ତ ଦର୍ଶକ ବନ୍ଧୁମାନେ, ଆଜିର ରେସିପି ଭଲ ଲାଗୁଥିଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବା ଭୁଲିବେନି। ତ ଏଠି ଦେଖନ୍ତୁ 2 ମିନିଟ୍ ଆହୁରି ଫୁଟିଗଲା ପରେ ଏବେ ଆମେ ଆଡ୍ କରିବା ତେନ୍ତୁଳି। ତେନ୍ତୁଳିକୁ କିଛି ସମୟ ଆଗରୁ ମୁଁ ବତୁରି ନେଇଥିଲି ଆଉ ଏହାକୁ ଚିପୁଡ଼ି ତାର ପାଣି କାଢ଼ି ନେଇଛି। ଅଧ ଗିନା ତେନ୍ତୁଳି ରସ ଆଡ୍ କରିଛି। ଆଉ ଯେଉଁ ଆମେ ଗୁଣ୍ଡ କରିଥିଲା ମସଲା, ସେହି ମସଲାକୁ ଆମେ ଲୋ ଫ୍ଲେମ୍ କରି ଗ୍ୟାସ୍କୁ ଲୋ ଫ୍ଲେମ୍ କରିଦେବା। ତାପରେ ଆଡ୍ କରିବା ଏହି ଗୁଣ୍ଡ ମସଲାକୁ
ଯେମିତିକି ଏହାର ଗୁଠଲି ପଡ଼ିବନି, ଲମ୍ସ ପଡ଼ିବନି, ନହେଲେ ଏହା ପୁରା ଲମ୍ସ ପଡ଼ି ଯାଇଥାଏ ଆଉ ଭଲ ଭାବରେ ମିକ୍ସ ହେଇନଥାଏ। ତ ଦେଖନ୍ତୁ ଏଠିରେ ଆମର ଗୁଣ୍ଡ ମସଲା ଭଲ ଭାବରେ ମିକ୍ସ ହେଇଯାଇଛି। ଏବେ ଆମେ ଏହାକୁ ଆହୁରି 2ରୁ 3 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେବା। ଏବେ ଆମେ ଏହାକୁ ତଡ଼କା ଦେବା ପାଇଁ ଆମର ତଡ଼କା ରେଡ଼ି କରି ନେବା, ଯେଉଁଥିରେ କି ମୁଁ ଗୋଟେ ପ୍ୟାନ୍ ଗରମ କରି ନେଇଛି। ପ୍ୟାନ୍ଟି ଭଲ ଭାବରେ ଗରମ ହେଲା ପରେ ଏଠି ଦେଖନ୍ତୁ ଗୋଟେ ଚାମଚ ସୋରିଷ ତେଲ ଆଡ଼୍ କରୁଛି। ଯଦି ଆପଣମାନେ ରିଫାଇଣ୍ଡ ତେଲ ଆଡ଼୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ମଧ୍ୟ କରିପାରିବେ। ଏଠି ଦେଖନ୍ତୁ ଅଧା ଚାମଚ ସୋରିଷକୁ ଫୁଟେଇ ନେଇଛି, ତା ଦେହରେ ଦେଇଛି ଅଧା ଚାମଚ ଜିରା। ସୋରିଷ ଏବଂ ଜିରାର ଟେଷ୍ଟ ବହୁତ ଭଲ ଆସିଥାଏ। କିଛି 5ରୁ 7 କୋଲା ରସୁଣକୁ ଛେଚିକି ଏଥିରେ ଆଡ଼୍ କରିଦେବା, ଯେଉଁଥିରେ କି ଫ୍ଲେଭର ବହୁତ ଭଲ ଆସିବ। ରସୁଣକୁ ଆମେ ଗୋଲ୍ଡେନ୍ ବ୍ରାଉନ୍ ହେବା ପାଇଁ ଛାଡ଼ିଦେବା, ବେଶୀ ଗୋଲ୍ଡେନ୍ ବ୍ରାଉନ୍ କରିବାନି। ତ ଏଠି ଦେଖନ୍ତୁ 2ଟି ଶୁଖିଲା ଲଙ୍କା ମୁଁ ଆଡ଼୍ କରିଛି ଆଉ ଏଠି ଆଡ଼୍ କରିଦେବା ଭଲ ଟେଷ୍ଟ ଏବଂ ହଜମ ପାଇଁ କିଛି ହିଙ୍ଗୁ, ଯେଉଁଥିରେ କି ଭଲ ଫ୍ଲେଭର ଆସିଥାଏ। ଆଉ ଏଠି ଦେଖନ୍ତୁ ଆଡ଼୍ କରିବା ଆମେ କିଛି ଭୃସଙ୍ଗ ପତ୍ର। ଏଠି ମୁଁ କଞ୍ଚା ଭୃସଙ୍ଗ ପତ୍ର ଆଡ଼୍ କରିଛି, ଆପଣ ଯଦି ଶୁଖିଲା ମଧ୍ୟ ରଖିଛନ୍ତି ତାହେଲେ ମଧ୍ୟ ଆଡ଼୍ କରିପାରିବେ। ଅଧ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇ ସାରିଲା ପରେ ଏବେ ଆମେ ଏହାକୁ ଢାଙ୍କୁଣୀ ଖୋଲି ଆମେ ଆମର ତଡ଼କା ଯେଉଁ ରେଡ଼ି କରିଛେ ତାହାକୁ ଆଡ଼୍ କରିଦେବା ଆଉ ତୁରନ୍ତ ହିଁ ଆମେ ଢାଙ୍କୁଣୀ ଢାଙ୍କି ଦେବା ଆଉ ଏହାକୁ ଆହୁରି 1 ମିନିଟ୍ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ତ ଦର୍ଶକ ବନ୍ଧୁମାନେ ଏଠି ଦେଖନ୍ତୁ 1 ମିନିଟ୍ ଗଲା ପରେ ଆମର ରସୁଣ ଚାରୁ ପୁରା ଭଲ ଭାବରେ ରେଡ଼ି ହେଇଯାଇଛି। ଏବେ ଆମେ ଆଡ଼୍ କରିବା ଏଥିରେ କିଛି ସ୍ୱାଦ ଅନୁସାରେ ଲୁଣ, ଯେମିତିକି ଅଲଣା ଲାଗିବ ନାହିଁ। ପ୍ରଥମେ ଆମେ ଲୁଣ କମ୍ ବ୍ୟବହାର କରିଥିଲେ, ସେ ଟେଷ୍ଟ କରି ଆପଣମାନେ ଏଥିରେ ଲୁଣ ଆଡ଼୍ କରିପାରିବେ। ଆଉ ଏହି ସମୟରେ ମୁଁ ଆଡ଼୍ କରିଥିଲି 1 ଚାମଚ ଚିନି, ଯେଉଁଟାକି କ୍ଲିପ୍ଟା ହଟିଯାଇଛି। ଆପଣମାନେ ନିଶ୍ଚୟ 1 ଚାମଚ ଚିନି କିମ୍ବା ଗୁଡ଼ ଆଡ଼୍ କରିବେ, ଯେଉଁଥିରେ ଖଟା ହାଲୁକା କମ୍ ଆସିବ ଆଉ ଟେଷ୍ଟଟି ବାଲାନ୍ସ ହେଇକି ଭଲ ଟେଷ୍ଟ ଆସିବ। ଏବେ ଆମେ ଏହାକୁ ପୁଣି କିଛି ସମୟ ଫୁଟେଇ ନେବା, ଯେମିତିକି ଖଟା ସାଙ୍ଗରେ ଲୁଣ ଏବଂ ଚିନିର ଟେଷ୍ଟ ବହୁତ ଭଲ ଆସିଥାଏ। ଏହିପରି ଟେଷ୍ଟି ରସୁଣ ଚାରୁ ଆପଣମାନେ ଘରେ ତିଆରି କରନ୍ତୁ ଖୁବ୍ ସହଜରେ। ତ ଦେଖନ୍ତୁ ଏଠିରେ ଆମର ରସୁଣ ଚାରୁ ତିଆରି ହେଇଯାଇଛି, ଦେଖିବାକୁ କେତେ ସୁନ୍ଦର ଦେଖାଯାଉଛି, ଖାଇଲେ ମଧ୍ୟ ତାଠୁ ବି ଆହୁରି ଟେଷ୍ଟି ଲାଗିଥାଏ। ଆପଣମାନେ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ, ଯାହା ପାଟିରେ କିଛି ବି ରୁଚୁ ନାହିଁ। ଏବେ ତ ଏହି ଡହ ଡହ ଖରାରେ ସମସ୍ତଙ୍କ ପାଟିକୁ କିଛି ଭଲ ଲାଗୁନାହିଁ, ଡାଲି ତରକାରୀ ତ ସେମିତି ହିଁ ଭଲ ଲାଗେନି। ତ ଦର୍ଶକ ବନ୍ଧୁମାନେ ଦେଖିପାରୁଥିବେ କେତେ ଟେଷ୍ଟି ତିଆରି ହେଇଛି ଆମର ରସୁଣ ଚାରୁ। ଏହାକୁ ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ, ଦେଖିବେ ପାଟିକୁ କିଛି ରୁଚୁ ନଥିଲା ଲୋକ ମଧ୍ୟ 2ରୁ 3 ଥାଳି ଭାତ ସେମିତି ହିଁ ଖାଇଯିବେ। ତ ଦର୍ଶକ ବନ୍ଧୁମାନେ ଏହି ରେସିପିଟି ଆପଣ ନିଜ ଫ୍ୟାମିଲି ଏବଂ ଫ୍ରେଣ୍ଡ ସହିତ ମଧ୍ୟ ସେୟାର କରନ୍ତୁ, ସେମାନେ ମଧ୍ୟ ଏହିପରି ତିଆରି କରି ଖାଇବେ। ଆଜିର ରେସିପିଟି ଭଲ ଲାଗିଥିଲେ ଗୋଟେ ଲାଇକ୍ ନିଶ୍ଚୟ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରିଦେବେ, ଯେଉଁଥିରେ କି ଗୋଟେ ନୂଆ ରେସିପି ଅପଲୋଡ଼ ହେଲା କ୍ଷଣି ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ତ ଦର୍ଶକ ବନ୍ଧୁମାନେ ରହୁଛି, ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବା ଏହିପରି ଗୋଟେ ନୂଆ ରେସିପିରେ।